माने त्रिपीठ सुरपूजिते शंख चक्र गधा हस्ते महालक्ष्मी नमस्तुते। हे शिव शंकर रुद्रेण नीलकंठ त्रिलोचन भव सर्वभवानीश मृत्युंजय नमस्तुते। महाराणी रेणुका प्राणनाथ आज से ही माँ जगधात्री माँ अन्नदात्री परिदात्री महालक्ष्मी पूजान्नोत्सव तांकरी चरण बिंदरे शरणागत हो नहीं माँ मो चंदनगढ़ राज्य को ताले ठीक अच्छे स्वामी। नमस्ते कमला माग सागर दुलणी नमस्ते नमस्ते लक्ष्मी विष्णु नमस्ते कमला मागती दयावती स्थावर जंगमती आदि पालू तोर दया बोले मागो दरिद्र जनर हुआ चल तोर दही माने मागो नन जेते अरजिले मध्य पेट न पुराई महाराणी रेणुका प्राणनाथ आज से ही माँ को पूजान्नोत्सव उपलक्ष मंचस्थ नाटक यही ग्रामर माँ भौणी मान कोटि कोटि प्रणाम। निश्चय स्वामी। महाराणी रेणुका प्राणनाथ धन्य मोहि चंदनगढ़ राजा नगेंद्र प्रताप स्वामी शांत शील राजा बोली खुशे त्रिजगती। महाराणी स्वामी कि सुंदर प्रतार सुनेली रंगरे अच्छादित मोहर श्रीनगर स्वामी मृदु मलय मन प्राण निये आनंद भरी। महाराणी रेणुका स्वामी तुम्हें तो जानिछ महाराणी की कथा स्वामी राज्य मो भौगोलिक आयतन हो पारे छोट वीरत्व किंतु मो राज्य अद्वितीय स्वामी शत्रु भय नाही मो राज्य नाही जरा नाही व्याधि सुखर स्रोतरे भासुछंती मोर प्रजापुंज स्वामी कि आनंद कि उल्लासे राज्यव्यापी आज खाली जयकार ध्वनि छुटी चाले पुरे सुख्यात सुनाम। महाराणी स्वामी सही आनंद रे गाई दिवा गोटे सुमधुर संगीत चलते स्वामी। राजा कुल इंद्र राजन नगेंद्र राजमार्गे धीरे गमन
বুদ্ধিমতী সঙ্গে ঘেনিন রাজা কুলা রাজন নগেন্দ্র রাজমার্গে ধীরে গমন অতি স্নেহময় ধর্মপতি মোর জ্ঞানবন্ত সঙ্গে ঘেনিন পূর্ণ চন্দ্রমা পরিতাঙ্কর দিশে গোরাব নীলকଳର ସଦୃଶ ଦାନ ବେନିଲୋଚନ ସର୍ବାଙ୍ଗେ ମଣ୍ଡିତ ରତ୍ନଳଙ୍କାର ରାଜା ରାଜନ ନଗେନ୍ଦ୍ର ରାଜମାର୍ગે ଧୀରେ ଗମନ অতি স্নেহময় ধর্মপতি মোর বুদ্ধিমতী সঙ্গে ঘেনিন কি সুন্দর যুগল কর্ণরে রত্ন কুণ্ডল চাণ্ড শূল বিরাজি সুবেশ সুন্দর সুরঙ্গ ধীর মুখ বড় যুগল কর্ণরে রত্ন কুণ্ডল চাণ্ড শূল বিরাজি সুবেশ সুন্দর সুরঙ্গ মুখ কমল বক্ষস্থলে লম্বি অছি সুগন্ধ মাড়ি কস্তুরী কুসুমে হইছি মুকুন্দ বন্দির কীর্তি সিংহাসন মুকুন্দ বন্দির কীর্তি সিংহাসন উড়ে যার দর্শন রাজা রাজন নগেন্দ্র রাজমার্গে ধীরে গমন অতি স্নেহময় ধর্মপতি মোর জ্ঞানবন্ত সঙ্গে ঘেনিন মহারানী রেণুকা প্রাণনাথ কি সুন্দর হিমচন্দনগড় স্বামী হীরা নীলা মতি মাণিক্ୟରେ ଖଞ୍ଜା ଏହି ମୋ ଚନ୍ଦନଗଡ଼ ମହାରାଣୀ ରେଣୁକା ପ୍ରାଣନାଥ ତୁମ ପରି ସହଧର୍ମିଣୀଙ୍କୁ ଘେନି ଏହି ଚନ୍ଦନଗଡ଼ ରାଜ୍ୟରେ ଉଡ଼େ ମୋର ବିଜୟ କୀର୍ତ୍ତନ ସ୍ୱାମୀ ମହାରାଣୀ ମୁଁ ବି ତ ଆପଣଙ୍କୁ ପତି ରୂପରେ ପାଇ ନିଜକୁ ନିଜେ ଧନ୍ୟ ମନେ କରିଛି ମହାରାଣୀ କାହିଁକି ନା ଜାଣିଛନ୍ତି ହଁ ଭାଗ୍ୟରେ ଥିଲେ ଆପଣଙ୍କ ପରି ଲୋକକୁ ପତି ରୂପରେ ଗ୍ରହଣ କରିବାକୁ ହେବ ସ୍ୱାମୀ ମହାରାଣୀ ହେ ପ୍ରାଣପତି ହେ ପ୍ରାଣପତି ଏ ପାଦ ପଙ୍କଜ ସେବି ଲାଭିବି ମୁକ୍ତି ଏ ପାଦ
ମହାରାଣୀ ସ୍ୱାମୀ ଧନ୍ୟ ତୁମ ବୁଦ୍ଧିପଣ ସ୍ୱାମୀ ମହାରାଣୀ ରେଣୁକା ପ୍ରାଣନାଥ ତୁମେ ତ ଜାଣିଛ ମହାରାଣୀ କି କଥା ସ୍ୱାମୀ ଦେଖୁ ଦେଖୁ ଚତୁର୍ଥ ଅବସ୍ଥା ମୋର ହେଲା ଉପନୀତ ସ୍ୱାମୀ ଭାବୁଅଛି ମନେ କି କଥା ଆପଣ ଭାବୁଛନ୍ତି ଏହି ଚନ୍ଦନଗଡ଼ ରାଜ୍ୟରେ ମାତ୍ର ଦୁଇ ପୁଅ ଆଦର୍ଶ ଆଉ ବାସ୍ତବ ସ୍ୱାମୀ ମହାରାଣୀ ହେଲେ ସ୍ଥିର କରିଛି ମୁଁ କଣ ଆପଣ ସ୍ଥିର କରିଛନ୍ତି ଏହି ଚନ୍ଦନଗଡ଼ ରାଜ୍ୟରେ ଯୁବରାଜ ଆଦର୍ଶକୁ ଯୁବରାଜ ପଦରେ ଅଭିଷିକ୍ତ କରି ଆନନ୍ଦରେ ମୁଁ କିଛି ଦିନ ବିଶ୍ରାମ କରିବାକୁ ଚାହେଁ ଯଦି କୌଣସି ଆପତ୍ତି ଅଛି ତାହେଲେ ଖୋଲା ହୃଦୟରେ ପ୍ରକାଶ କର ମହାରାଣୀ ନିଶ୍ଚୟ ସ୍ୱାମୀ ମୋର ଗୋଟିଏ ଛୋଟିଆ ଆପତ୍ତି ଅଛି ଛୋଟିଆ ଆପତ୍ତି ଅଛି ଛୋଟ ମୁହଁରେ ବଡ଼ କଥା ତାହେଲେ କୁହ ଆପଣଙ୍କର ଜ୍ୟେଷ୍ଠ ପୁତ୍ର ଆଦର୍ଶ ଜ୍ୟେଷ୍ଠ ପୁତ୍ର ଆଦର୍ଶ ଆମ ଜମିଦାର ରୁଦ୍ରମାଧବଙ୍କର ଝିଅ ନାମ ଅଟେ ତାର ରୂପାଳୀ ହଁ ସେଇ ରୂପାଳୀ ସହିତ ଆମ ଆଦର୍ଶର ଅନେକ ଦିନ ହେଲା ପ୍ରେମ ସମ୍ପର୍କଟା ଗଢ଼ି ଚାଲିଛି ନା ମହାରାଣୀ ନା ତୁମେ କାହିଁକି ଏସବୁ ମିଛ କହୁଛ ମହାରାଣୀ ତୁମେ କାହିଁକି ଏସବୁ ମିଛ କହୁଛ ତୁମେ ଜାଣିନ ମହାରାଣୀ ସ୍ୱାମୀ ତାର ମାର ପାରିକୁ ଚାଲିଗଲା ପରେ ଏଇ ହାତରେ ତାକୁ ଲାଲନ ପାଳନ କରି ଏଡ଼ିଠୁ ଏଡ଼ିଟିଏ କରିଛି ସେ ଆଦର୍ଶ ଏମିତି ଭୁଲ କାମ କରିବନି ଯେ ଏ ଦୁନିଆ ଆଗରେ ମୋତେ ମୁଣ୍ଡ ନୋଇବାକୁ ପଡ଼ିବ ନା ମହାରାଣୀ କାହିଁକି କାହିଁକି ଦେଖେଇ ହେଉଛ ସାବତ ମା ବୋଲି ସ୍ୱାମୀ ଏ କଥା ମୁଁ କହୁନି ଏ ରାଜ୍ୟର ପ୍ରଜାବାସୀ ମାନେ ସମସ୍ତେ ଟାଇଟା ପୁରା ହେଇ କହୁଛନ୍ତି ଆମ ଆଦର୍ଶ ସେ ଜମିଦାର ରୁଦ୍ରମନ୍ତଙ୍କର ଝିଅ ନାମ ତାର ରୂପାଳୀ ସ୍ୱାମୀ ତା ସହିତ ପ୍ରେମ ସମ୍ପର୍କ ଗଢ଼ି ଚାଲିଛି ନା ମହାରାଣୀ ନା ମୁଁ କାହାରି କଥାକୁ ବିଶ୍ୱାସ କରିବି ମହାରାଣୀ କାହିଁକି ସ୍ୱାମୀ କାହିଁକି ଜାଣିଛ ଯେବେ ନ ଦେଖିବ ବେନି ନୟନେ ପରତେ ନ ଯିବ ଗୁରୁ ବଚନେ ମହାରାଣୀ ଆଦର୍ଶକୁ ମୁଁ ନିଜେ ପଚାରିବି ଏ ଆଦର୍ଶ ମୋର କ'ଣ ଭୁଲ ରହିଗଲା ଯେ ଏ ଦୁନିଆ ଆଗରେ ମୋତେ ଲଜ୍ଜିତ ହେବାକୁ ପଡୁଛି କହିବି ମହାରାଣୀ ନିଶ୍ଚୟ କହିବି ମୁଁ ବି ତ ସେଇ କଥା କହିଥିଲି କାହିଁକି ନା ନେଣିଗୁଡ଼ କୋହଣିକୁ ବୋହିଯିବା ଆଗରୁ ଏ ହେଉଛି ଉପଯୁକ୍ତ ସମୟ ଏହି ସମୟରେ ଯଦି ଆପଣ ଭାବୁଛନ୍ତି ଗୋଟିଏ ସୁଚିନ୍ତିତ ମତାମତ ନେଲେ ହୁଏତ କଥାଟା ଆଗକୁ ଗତି କରିପାରନ୍ତା ନାହିଁ ହଁ ମହାରାଣୀ ଭାବିଚିନ୍ତି ମୁଁ ନିଷ୍ପତ୍ତି ନେବି ଆଉ ଆଦର୍ଶକୁ କହିବି ହେଲେ ମହାରାଣୀ ହେଲେ ପୁଣି କ'ଣ ସମୟଟା ଅତିବାହିତ ହୋଇଗଲାଣି ଚାଲ ଚାଲ କ'ଣ କିଛି ଖାଇବାକୁ ଦବ ନିଶ୍ଚୟ ସ୍ୱାମୀ ହେଲେ ଗୋଟିଏ କଥା ଜାଣିଛନ୍ତି ହଁ ମୁଁ ସିନା ଆଦର୍ଶକୁ ଜନ୍ମ ଦେଇନି ଶ୍ରୀକୃଷ୍ଣ ଯେମିତି ଦେବକୀ ଗର୍ଭରେ ଜନ୍ମ ନେଇ ଗୋପପୁରକୁ ଯାଇ ଯଶୋଦା କୋଳରେ ବଢ଼ିଥିଲେ ହଁ ମହାରାଣୀ ଠିକ୍ ସେମିତି ଆପଣ ମୋତେ ଦ୍ୱିତୀୟ ଥର ବାହା ହୋଇଛନ୍ତି ସତ କିନ୍ତୁ ତା ମା ଯେତେବେଳେ ଆର ପାରିକୁ ଚାଲି ଯାଇଛି ନା ସେଇ କୁନି ଆଦର୍ଶକୁ ମୁଁ ବି ତ ଏଡ଼ିଟି କରିଛି ପ୍ରାଣନାଥ ସେଇ ଆଦର୍ଶ ପ୍ରତି ମୋର ବି ତ କୌଣସି ଗୋଟେ ଚିନ୍ତାଧାରା ଅଛି ହଁ ମହାରାଣୀ ହଁ ସେଇଥିପାଇଁ ମୁଁ କ'ଣ କହୁଥିଲି କି ଆପଣ ଚାଲନ୍ତୁ ଆପଣଙ୍କର ପଛେ ପଛେ ମୁଁ ନିଶ୍ଚୟ ଯାଉଛି ଠିକ ଅଛି ମହାରାଣୀ ଚାଲ ଯିବା ଚାଲନ୍ତୁ।